ସ୍ୱାର୍ଥପର ମଣିଷ ସବୁ ସମ୍ପର୍କରେ ନିଜର ସ୍ୱାର୍ଥକୁ ପ୍ରଥମେ ଦେଖନ୍ତି, ଆଉ ସ୍ୱାର୍ଥ ସରିଗଲା ପରେ ସମ୍ପର୍କ ଭାଙ୍ଗିବାକୁ ବାହାନା ଖୋଜନ୍ତି। ଫରକ ତାକୁ ପଡ଼ିଥାଏ ଯାହା ପାଖରେ ଜଣେ ଥାଏ, ଯାହା ପାଖରେ ହଜାରେ ଅଛନ୍ତି। ଜଣେ ଚାଲିଗଲେ ବି କିଛି ଫରକ ପଡ଼ିବନି। କେତେ ଅଜବ ଏ ପ୍ରେମ! ଯେଉଁ ମଣିଷ ଆପେ ଆପେ ମନର କଥାକୁ ବୁଝି ଯାଉଥିଲା, ତାକୁ ଆଜି ହୃଦୟର କଥା କହିବା ପାଇଁ ଷ୍ଟାଟସ୍ ଲଗେଇବାକୁ ପଡୁଛି। ଯେପରି ଭାବିବେ ସେପରି ହେବେ। ଆପଣ ଯେଉଁ ଚିନ୍ତନ କରନ୍ତି, ତଦ୍ୱାରା ଆପଣଙ୍କର ଚିନ୍ତନ ଶକ୍ତି ଠିକ୍ ସେହି ଦିଗକୁ ଆପଣଙ୍କୁ ନେଇଯାଏ। ଆପଣ ଯଦି ନିଜକୁ ଦୁର୍ବଳ ମନେ କରିବେ, ଦୁର୍ବଳ ମନା ହେବେ। ପରିବର୍ତ୍ତେ ଆପଣ ଯଦି ନିଜକୁ ମନେ କରିବେ ଯେ ମୁଁ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ମୁଁ ଜଣେ ପ୍ରଥମ ଶ୍ରେଣୀର କାର୍ଯ୍ୟକୁଶଳୀ, ଓ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ, ଏଭଳି ଚିନ୍ତନ କରିବା ଦ୍ୱାରା ଆପଣ ସଫଳତା ଆଡ଼କୁ ଧୀରେ ଧୀରେ ମୁହାଁଇବେ। ସଫଳତାର ମୂଳ କଥାଟି ହେଉଛି ନିଜ ଭାବନାକୁ ସକାରାତ୍ମକ ରୀତିରେ ଚିନ୍ତନ କଲେ ହିଁ ସଫଳତା ପ୍ରାପ୍ତ ହୋଇପାରିବେ। ଆପଣ ଯେଉଁ କାର୍ଯ୍ୟ ସମ୍ପାଦନ କରନ୍ତି, ଅନ୍ୟମାନେ ଆପଣଙ୍କ ସାମର୍ଥ୍ୟକୁ ଆକଳନ କରିପାରନ୍ତି। ଆପଣଙ୍କ ସାମର୍ଥ୍ୟ ଆକଳନ କରିବା କ୍ଷେତ୍ରରେ ଏକ କାର୍ଯ୍ୟ ହେଉଛି ଏକମାତ୍ର ବାସ୍ତବ ଆଧାର। କୌତୂହଳର ବିଷୟ ଯେ ଆପଣଙ୍କ କାର୍ଯ୍ୟ ହେଉଛି ଏକମାତ୍ର ବାସ୍ତବର ପ୍ରତିଫଳ। ସୁତରାଂ ଆପଣ ଯେପରି ଭାବିବେ ସେପରି ହେବେ। କର୍ମ ପ୍ରତି ଧାରଣା ବ୍ୟକ୍ତିର ଦାୟିତ୍ୱ ପ୍ରତି ସମ୍ଭାବ୍ୟତାକୁ ସୂଚାଇଥାଏ। ଗୋଟିଏ କମ୍ପାନୀର ନିଯୁକ୍ତି ମନୋନୟନ ବୋର୍ଡର ଜଣେ ବରିଷ୍ଠ ସଦସ୍ୟ ଆଜିକାଲି ଆବେଦନକାରୀ ଇଣ୍ଟରଭ୍ୟୁ ବେଳେ ପୂର୍ବକର୍ମ ନିଯୁକ୍ତିରେ ଅମୁକ ଅସୁବିଧା ଥିଲା, କମ୍ପାନୀ ଭଲ ନଥିଲା, କାମ କରିବା ବେଳେ ଅମୁକ ସୁବିଧା ସୁଯୋଗ ମିଳୁନଥିଲା, ଆପତ୍ତି ଅଭିଯୋଗମାନ ବାଢ଼ିଥାନ୍ତି। ସେମାନେ ଏପରି କହିବାର କାରଣ, ଯେଉଁ କମ୍ପାନୀରେ ନିଯୁକ୍ତି ଲାଗି ଆଶା ରଖିଛନ୍ତି ହୁଏତ ତାହା ସଙ୍ଗେ ସଙ୍ଗେ ମିଳିଯାଇପାରେ। ମୋଟାମୋଟି କହିବାକୁ ଗଲେ ଅଧିକାଂଶ ଆବେଦନକାରୀ ପୂର୍ବ ସଂସ୍ଥାକୁ ନିନ୍ଦା ବା ଦୋଷାରୋପ କରିଥାନ୍ତି। ଖୁବ୍ କମ୍ ସଂଖ୍ୟକ ଆବେଦନକାରୀଙ୍କ ପୂର୍ବ କର୍ମ ସଂସ୍ଥାର ସୁବିଧା ସୁଯୋଗ ବର୍ଣ୍ଣନା କରିବା ସହିତ ତାହାର ଗୁରୁତ୍ୱ ସମ୍ପର୍କରେ ବେଶ୍ ପ୍ରଶଂସା କରିଥାନ୍ତି। ଏ ଧରଣର ଆବେଦନକାରୀଙ୍କୁ ଗୁରୁତ୍ୱ ଦେଇଥାଉ, କାରଣ ସେମାନେ ନିଜ ପୂର୍ବ କର୍ମସଂସ୍ଥା କର୍ମ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଥାନ୍ତି। ତଦ୍ୱାରା ଆମେ ଆକଳନ କରିପାରୁ ଯେ ଉପଯୁକ୍ତ ଆବେଦନକାରୀ ନିଜ ଦାୟିତ୍ୱ ହାତକୁ ନେବା ପରେ ତାହାକୁ ଠିକ୍ ରୂପେ ତୁଲାଇ ପାରିବେ, ତାହାକୁ ସମ୍ଭାବନାମୟ କରିପାରିବେ। ଜୟ ଶ୍ରୀ ଜଗନ୍ନାଥ।